ମାଛ ଘାଣ୍ଟ ଉପକରଣ 500 ଗ୍ରାମ ମାଛ ମୁଣ୍ଡ ହେଲେ ଭଲ, 5ଟି ଆଳୁ, କିଛି ମାଟି ଆଳୁ, ବାଇଗଣ, ଝୁଡ଼ଙ୍ଗ, ସାରୁ, କଖାରୁ, ଅମୃତଭଣ୍ଡା, 2ଟି ପିଆଜ, 8ରୁ 9 କୋଲା ରସୁଣ, 2 ସେଣ୍ଟିମିଟର ଅଦା, 6ଟି ଶୁଖିଲା ଲଙ୍କା, ସ୍ୱାଦ ଅନୁଯାୟୀ 1 ଟେବୁଲ ଚାମଚ ଜିରା, 2ଟି ତେଜପତ୍ର, ଅଧା କପ୍ ତେଲ, ଗୋଟିଏ ବଡ଼ ଟମାଟୋ, ଲୁଣ ଓ ହଳଦୀ ସ୍ୱାଦ ଅନୁଯାୟୀ। ବାଟିବା ପାଇଁ ରସୁଣ, ଅଦା ଓ ପିଆଜକୁ ଭଲ ଭାବରେ ବାଟନ୍ତୁ। ସେହିପରି ଜିରା, ଶୁଖିଲା ଲଙ୍କାକୁ ଅଲଗା ଭାବରେ ବାଟି ରଖନ୍ତୁ। ମାଛକୁ ଭଲ ଭାବରେ ପରିଷ୍କାର କରି ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳେଇ ଦିଅନ୍ତୁ। ଏଥର ଆଞ୍ଚରେ ତେଲ ଗରମ କରି ମାଛକୁ ଭଲ ଭାବରେ ଭାଜି କରେଇରୁ ବାହାର କରି ଅଲଗା ରଖନ୍ତୁ। ସବୁତକ ପରିବାରୁ ଚୋପା ଛଡ଼େଇ ଛୋଟ ଛୋଟ ଖଣ୍ଡ କରିନିଅନ୍ତୁ। ଆଉ ଏକ କରେଇରେ ତେଲ ଗରମ କରି ପରିବା ଗୁଡ଼ିକୁ ଭଲ ଭାବରେ ଭାଜି ନିଅନ୍ତୁ। ତେବେ ସ୍ୱାଦ ଅନୁଯାୟୀ ପରିବା ପକାଇଲେ ଭଲ। ଏଥର ସେଥିରେ ଟମାଟୋ, ଅଦା, ରସୁଣ ଓ ପିଆଜ ବଟା ମିଶାଇ କଷନ୍ତୁ। ଏହି ମସଲା ଟିକେ କଷି ହୋଇ ଆସିଲେ ସେଥିରେ ତେଜପତ୍ର ପକାନ୍ତୁ। ଏଥର ସେହି ମସଲାରେ ଜିରା ଓ ଲଙ୍କା ବଟା ମିଶାନ୍ତୁ। ମସଲାରୁ ବାସ୍ନା ବାହାରିଲେ ଓ ତେଲ ଛାଡ଼ି ଆସିଲେ ସେଥିରେ 3 କପ୍ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଭଲ ଭାବରେ ଫୁଟି ଆସିଲେ ମାଛ ଗୁଡ଼ିକୁ ଭାଙ୍ଗି ସେଥିରେ ପକାଇ ଘୋଡ଼େଇ ଦିଅନ୍ତୁ। ପରିବା, ମାଛ ଭଲ ଭାବରେ ମିଶି ସିଝିଗଲେ ଗରମ ମସଲା ପକାଇ ଆଞ୍ଚରୁ ଓହ୍ଲାଇ ଆଣନ୍ତୁ। ଗରମ ଅବସ୍ଥାରେ ଏହାକୁ ପରିବେଷଣ କରନ୍ତୁ।